ଆରେ ଦେଖ ନା, ପୂର୍ବରୁ ଆମ ଜିଲାପି ଦୋକାନ କେତେ ଭଲ ଚାଲିଥିଲା। ଯେବେଠୁ ଏ ମିନୁ ଜିଲାପି ଦୋକାନ ଖୋଲିଲାଣି ଆଉ କେହି ବି ଆମ ଦୋକାନରୁ ଜିଲାପି କିଣୁନାହାନ୍ତି। ଜଣା ନାହିଁ ଏ ମିନୁ ତା ଜିଲାପିରେ ଏମିତି କଣ ମିଶୁଛି ଯେ ସମସ୍ତଙ୍କୁ ଏତେ ଭଲ ଲାଗୁଛି। ହଁ, ତୁ ଠିକ୍ କହିଲୁ। ଏମିତି ଯଦି ସବୁଦିନ ଚାଲିବ କିଛି ଦିନରେ ହିଁ ଆମ ଦୋକାନ ବନ୍ଦ ହେଇଯିବ। ଆରେ ତୁମେ ଚିନ୍ତା କରନି, ଏ ମିନୁକୁ ରାସ୍ତାରୁ ହଟେଇବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ମୁଁ କାଲି ହିଁ ସେ କାମ କରିବି। ଆରେ ମିନୁ, ତୁ କୁଆଡେ ଯାଉଛୁ? କାଉ ଭଉଣୀ, ମୁଁ ଚିନି ଆଣିବାକୁ ଯାଉଛି। ଚିନି ସରିଯାଇଛି ତ, ଚିନି ଆଣିଲେ ଯାଇ ମୁଁ ଜିଲାପି ତିଆରି କରିବି। ଆଚ୍ଛା, ତେବେ ତୁ ଏ ରାସ୍ତାରେ କାହିଁକି ଯାଉଛୁ? ଆମ ଜଙ୍ଗଲର ଉତ୍ତର ଦିଗରେ ଗୋଟେ ଭଲ ଚିନି ଦୋକାନ ଅଛି, ତୁ ସେଠାକୁ ଯା। ସେଠି ତୁ ବହୁତ କମ୍ ଦାମରେ ଚିନି ପାଇଯିବୁ। ହେଲେ କାଉ ଭଉଣୀ, ମୁଁ ଶୁଣିଥିଲି ଆମ ଜଙ୍ଗଲର ଉତ୍ତର ଦିଗକୁ ପକ୍ଷୀ ଶିକାରୀ ଆସନ୍ତି ଆଉ ପକ୍ଷୀମାନଙ୍କୁ ଧରି ତାଙ୍କ ସାଙ୍ଗରେ ନେଇଯାଆନ୍ତି। ନାଇଁ ମିନୁ, ତୁ ଭୁଲ ଶୁଣିଥିବୁ। ମୁଁ କାଲି ହିଁ ସେଠାକୁ ଯାଇଥିଲି। ମୁଁ ତ ଗୋଟେ ବି ଶିକାରୀକୁ ଦେଖିବାକୁ ପାଇଲିନି। ଓଲଟା ଅନେକ ଚଢ଼େଇ ସେଠି ଘର କରି ରହୁଛନ୍ତି। ତୁମେ ଯଦି କହୁଛ ତାହେଲେ ସତ ହେଇଥିବ। ଠିକ୍ ଅଛି କାଉ ଭଉଣୀ, ମୁଁ ଏବେ ଚିନି ଆଣିବାକୁ ଯାଏ। ଆସିଲେ ତୁମ ସହ କଥା ହେବି। ଯା ମିନୁ ଯା, ଆଉ ଫେରିବୁ ଯେ ମୋ ସହ କଥା ହେବୁ। କାଉର କଥାକୁ ସତ ଭାବି ମିନୁ ଜଙ୍ଗଲର ଉତ୍ତର ଦିଗକୁ ଗଲା। ସେତେବେଳେ ସେଠି ଗୋଟେ ପକ୍ଷୀ ଶିକାରୀ ବୁଲୁଥିଲା। ସେ ଯେମିତି ଚଢ଼େଇକୁ ଦେଖିଲା ତାକୁ ଧରିବା ପାଇଁ ତୀର ମାରିଲା। ସେ ତୀର ଯାଇ ଚଢ଼େଇର ଦେହରେ ବାଜିଲା, ଯାହା ଫଳରେ ସଙ୍ଗେ ସଙ୍ଗେ ହିଁ ମିନୁ ଚଢ଼େଇର ମୃତ୍ୟୁ ହେଇଗଲା। ଆରେ ଏ କଣ? ଏ ଚଢ଼େଇଟା ତ ମରିଗଲା। ଏ ମଲା ଚଢ଼େଇକୁ ମୋ ପାଖରୁ ଏବେ କିଏ କିଣିବ? ଧେତ୍, ଆଜି ମୁଁ ଗୋଟେ ବି ଚଢ଼େଇ ଧରି ପାରିଲିନି। କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ଯାଏ, ଏବେ ଘରକୁ ଫେରିଯାଏ। ଏମିତି କହି ସେ ଶିକାରୀ ସେଠାରୁ ଚାଲିଗଲା। ଦୂରରୁ ଏ ସବୁ ଘଟଣା କାଉ ଦେଖୁଥିଲା। ସେ ମନେ ମନେ ଖୁବ୍ ଖୁସି ହେଇଗଲା। ଆରେ ବା, ଏ ମିନୁ ଏତେ ଶୀଘ୍ର ମରିଯିବ ମୁଁ ଭାବିନଥିଲି। ଯାହା ହଉ, ମୋ ରାସ୍ତାର କଣ୍ଟା ହଟିଗଲା। ଏବେ ଖାଲି ଆର ପୁଅକୁ ଏଇ ଜଙ୍ଗଲରୁ ବିଦା କରିଦେଲେ ମିନୁର ଘର ଆଉ ତାର ଦୋକାନ ମୋର ହେଇଯିବ। କାଉ ଖୁସି ମନରେ ମିନୁର ପୁଅ ବଣ୍ଟି ପାଖକୁ ଗଲା। ଆରେ ବଣ୍ଟି, ତୁ ଅନାଥ ହେଇଗଲୁ। ତୋ